ଆଜି ଅତି ଆନନ୍ଦିତ। ଆଜି ସେ ଯେଉଁ ନୂଆ ମନ୍ଦିରଟି ଆଜି ଚୁଡ଼ି ମରା ହେବ ଏବଂ ସେଇଟା ପ୍ରତିଷ୍ଠା ହେଉଛି। ସେଥିପାଇଁ ଗ୍ରାମବାସୀମାନେ ଉତ୍କଣ୍ଠାର ସହିତ ଆଜି ପାଳନ କରୁଛନ୍ତି। 200ରୁ ଅଧିକ ମହିଳାମାନେ ସମସ୍ତେ କଳସ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଏବଂ ପୂଜା କାର୍ଯ୍ୟ ବର୍ତ୍ତମାନ ଚାଲିଛି। ତିହିଡ଼ି ବ୍ଲକର ଦୌଲତପୁର ପଞ୍ଚାୟତର ଅର୍ଜୁନବିନ୍ଧା ଗାଁର ସାର୍ବଜନୀନ ଶାରଦୀୟ ଦୁର୍ଗା ଦେବୀ ପୂଜା ଅନୁଷ୍ଠାନ। ଆଜି ପ୍ରାୟ 100 ବର୍ଷ ପୂର୍ବେ ଏଠିକାର ଯିଏ ଥିଲେ ଜମିଦାର ସ୍ୱର୍ଗତ ପ୍ରହ୍ଲାଦ ଚନ୍ଦ୍ର ଦାସ ଏଟାକୁ ଆରମ୍ଭ କରୁଥିଲେ। ତାଙ୍କ ପରେ ତାଙ୍କର ପୋଷ୍ୟପୁତ୍ର ଥିଲେ ହରମୋହନ ମହାନ୍ତି, ସିଏ ବି ତାକୁ କଣ୍ଟିନ୍ୟୁ କରାଉଥିଲେ। ତାପରେ ତାଙ୍କ ପରେ ଗ୍ରାମବାସୀମାନେ ଏକୁ ଦଳ ମତ ନିର୍ବିଶେଷରେ ସମସ୍ତେ ଏକୁ ପୂଜାଟି କରୁଛନ୍ତି ଏବଂ ୟାକୁ ନେଇ କେବଳ ଅର୍ଜୁନବିନ୍ଧା ନୁହେଁ 6 ଖଣ୍ଡ ଗାଁ ପାଖାପାଖି ଗାଁ ଆମର ଗ୍ରାମବାସୀମାନଙ୍କ ମିଳିତ ଉଦ୍ୟମରେ ଏ ଅନୁଷ୍ଠାନ ଚାଲିଛି। ମନ୍ଦିରଟି ୟା ପୂର୍ବରୁ ୟା ପାର୍ଶ୍ୱରେ ଯେଉଁ ଅଛି ସେ ପୁରୁଣା ମନ୍ଦିରଟେ ଥିଲା। ପୁରୁଣା ମନ୍ଦିରଟି ଜରାଜୀର୍ଣ୍ଣ ଅବସ୍ଥାକୁ ପଳେଇଗଲା। ତାପରେ ନୂଆ ମନ୍ଦିର ଗୋଟେ ତା ପାଖରେ ଆମେ ତିଆରି କଲୁ। ଇଏ ହେଇଗଲାଣି 30 ବର୍ଷ। ୟାକୁ ସରକାରୀ ଏବଂ ବେସରକାରୀ ବ୍ୟକ୍ତିଗତ ସାହାଯ୍ୟ ସହାନୁଭୂତି ଦେଇଛନ୍ତି।